ଜଗନ୍ନାଥ ସାଙ୍ଗମାନେ ମାଇ କିଚେନ୍ ବାଇ ସୁମିତ୍ରା ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ସୁପର ଟେଷ୍ଟି ରସମଲେଇର ରେସିପି ଆଣିଛି, ଯେଉଁଟାକି ବହୁତ ହି ସଫ୍ଟ, ବହୁତ ହି ଟେଷ୍ଟି ହେଇଛି, ବହୁତ ଇଜି ପ୍ରୋସେସରେ ବତେଇଛି। ମୋର ଆଶା ଆପଣ ଭିଡ଼ିଓକୁ ଦେଖିକି ନିଶ୍ଚିତ ରୂପେ ବୁଝିପାରିବେ, ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚିତ ଲାଇକ୍ କରିବେ, ସାଙ୍ଗସାଥି ମୋ ରିଲେଟିଭ୍ମାନଙ୍କୁ ସେୟାର କରିବେ। ଯଦି ମୋ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ନିଶ୍ଚିତ ରୂପେ ସବସ୍କ୍ରାଇବ୍ କରିଦେବେ ଏବଂ ସବସ୍କ୍ରାଇବ୍ ବଟନ୍ ପାଖରେ ଥିବା ଛୋଟିଆ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ମୋର ସବୁ ନୂଆ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ତ ଦେଖନ୍ତୁ, ମୁଁ ଏଠି ନେଇଛି ଫୁଲ୍ ଫ୍ୟାଟ୍ ମିଲ୍କ 4 ପ୍ୟାକେଟ୍ ନେଇଛି। ତ ଆପଣ ଯଦି ଏ ଜାଗାରେ ଗାଈ କ୍ଷୀର ମଧ୍ୟ ନେଇପାରିବେ। ତ ପ୍ରଥମେ ଆମେ 1 ଲିଟର, ମୁଁ 2 ଲିଟର ନେଇଛି, 1 ଲିଟର ଆମେ ଗ୍ୟାସ୍ରେ ବସାଇଦେବା କ୍ଷୀର ଛେନା ଛିଣ୍ଡେଇବା ପାଇଁ, ମାନେ ଛେନା ପ୍ରସ୍ତୁତି କରିବା ପାଇଁ। ତ ଗୋଟେ ବାଉଲରେ ମୁଁ ନେଇଯାଇଛି 2 ଟେବୁଲ୍ ସ୍ପୁନ୍ ନେଇଯାଇଛି ଲେମ୍ବୁ ଜୁସ୍। ତାପରେ ସେଥିରେ ପାଣି ଅଧେ ଗ୍ଲାସ୍ ମିଶାଇକି ସ୍ପୁନ୍ରେ ଭଲ ଭାବରେ ଫେଣ୍ଟି ଦେବା। ଦେଖନ୍ତୁ ଏପଟେ କ୍ଷୀର ଉତୁରି ଗଲାଣି। ତାପରେ ଆମେ ସାଙ୍ଗେ ସାଙ୍ଗେ ବନ୍ଦ କରିଦେବା ଆମର ଗ୍ୟାସ୍ର ଫ୍ଲେମ୍କୁ, ମାନେ ପୁରା ଅଫ୍ କରିଦେବା। ଟିକେ ତା'ର ମାନେ ବାମ୍ଫଟା ଗଲା ପରେ ଆମେ ଲେମ୍ବୁ ଜୁସ୍ ରଖିଥିଲେ ଡାଇରେକ୍ଟ ପକାଇଦେବା। ପକାଇକି ବେଲାରେ ଭଲ ଭାବରେ ଚାରିପଟେ ଆମେ ମାନେ ମିକ୍ସ କରିବା। ତ ଦେଖନ୍ତୁ ମିକ୍ସ କଲା ପରେ ଆମର ଛେନା ଗୁଡ଼ିକ ଅଲଗା ହେଇଯାଇଛି ପାଣି ସହିତ। ଏହାକୁ ଆମେ ଗୋଟେ ଷ୍ଟେନରରେ କଟନ୍ କପଡ଼ା ଦେଇକି ଭଲ ଭାବରେ ଏହାକୁ ଛାଣିଦେବା। 2ରୁ 3 ଥର ଭଲ ପାଣିରେ ଏହାକୁ ଧୋଇ ଦେଇକି ଆମେ ଏହାକୁ ଅଲଗା କରିଦେବା। ଆଉ ଭଲ ଭାବରେ ଏହାକୁ ଟାଇଟ୍ରେ ଆପଣ ଚିପୁଡ଼ି ଦେବେ। ଚିପୁଡ଼ି ସାରିଲା ପରେ ଗୋଟେ ପ୍ଲେଟ୍ରେ ଏଇ ଛେନାକୁ ଆମେ କଟନ୍ କପଡ଼ାରୁ ବାହାର କରିଦେବା। ବାହାର କରିକି ଆମେ କ'ଣ କରିବା ନା, ଏହାକୁ ଆମେ ଯେଉଁ ଭଲ ଭାବରେ ଏହାକୁ ଭାଙ୍ଗିଦେବା, ମାନେ ଛୋଟ ଛୋଟ କରିଦେବା। ତାପରେ ଚାଲନ୍ତୁ ଆମେ ଚିନି ସିରା ପ୍ରସ୍ତୁତି କରିବା। ସେଥିପାଇଁ ମୁଁ 1.5 ଗ୍ଲାସ୍ ପାଣି ନେଇଛି, ଗ୍ୟାସ୍ ଅନ୍ କରି ଗୋଟେ ଡେକ୍ଚିରେ ସେଥିରେ ଗୋଟେ ବାଉଲ୍ ଦେଇଛି ଚିନି। ତ ଚିନିକୁ ଆମର ମେଲ୍ଟ କରିବାର ଅଛି, କିଛି ବି ଏଥିରେ ତାର ବନିବାର ନାହିଁ। ତ କେବଳ ମେଲ୍ଟ କରିବା। ତ ଏପଟେ ବସିଥାଉ, ଚାଲନ୍ତୁ ଆମେ ସେପଟେ ଛେନାର ମାନେ ଆମେ ପ୍ରସ୍ତୁତି କରିବା। ତ ଦେଖନ୍ତୁ ଛେନା ଯେମିତି ଗୁଳା ଗୁଳା ଥିଲା, ହାତରେ ଆମେ ସବୁ ଗୁଡ଼ାକ ଏମିତି ମିକ୍ସ କରିଦେବା। ମିକ୍ସ କଲା ପରେ ତାକୁ ଆମର ହାତର ପାପୁଲି ସାହାଯ୍ୟରେ ଏହାକୁ ଭଲ ଭାବରେ ପ୍ରେସ୍ କରି କରି ଆମେ କ'ଣ କରିବା ନା, ଏହାକୁ ସଫ୍ଟ କରିବା। ତ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି, ଏମିତି ହାତର ପାପୁଲିରେ ଆପଣ କ'ଣ କରିବେ ନା, ଅଳ୍ପ ଅଳ୍ପ ନେଇକି ଏମିତି ପ୍ରେସ୍ କରି କରି ସବୁତକ ଏମିତି ସଫ୍ଟ କରିବେ। ତ ଏଭଳି ଭାବରେ ଆପଣ ସବୁଗୁଡ଼ାକ ହାତରେ ପ୍ରେସ୍ କରିସାରିଲା ପରେ ଆଉ ଟିକେ ଭଲ ଭାବରେ ଆମେ 5ରୁ 7 ମିନିଟ୍ ଏହାକୁ ଭଲ ଭାବରେ ଚକୁଡ଼ି ଦେବା, ଯେମିତିକି ଏଇଟା ସଫ୍ଟ ହେବ। ତାପରେ ସେଥିରୁ ଗୋଟେ ଛୋଟିଆ ଛୋଟିଆ ବଲ୍ ନେଇକି ଆମେ ହାତରେ, ଆପଣ କେତେବେଳେ ଜାଣିବେ ଆପଣ ଏଇଟା ସଫ୍ଟ ହେଇଛି ନା ନାହିଁ, ତ ଆପଣଙ୍କ ହାତରେ ଅଟୋମେଟିକ୍ ଏଇଟା ମାନେ ଅଏଲ୍ ମାନେ କ୍ରିଏଟ୍ ହେବ, ସେ ସମୟରେ ଆପଣ ଜାଣିବେ। ତ ଏମିତି ଛୋଟ ଛୋଟ ବଲ୍ ନେଇକି ମୁଁ ଏମିତି କାକରା ପିଠାର ସେପ୍ ଦେଇଦେଇଛି, ମାନେ ହାତରେ ଟିକେ ପ୍ରେସ୍ କରିଦେଇଛି। ଆପଣ ଚାହିଁଲେ ରାଉଣ୍ଡ ଗୋଲ୍ ବି କରିପାରିବେ। ତ ଏବେ ଦେଖନ୍ତୁ ଆମର ଚିନି ସିରାଟି ମେଲ୍ଟ ହେଇଗଲାଣି। ଆଉ ଏମିତି ଆପଣ ହାଇ ଫ୍ଲେମ୍ରେ ମେଲ୍ଟ ମାନେ ଚିନିଟି ମେଲ୍ଟ ହେଉଥିବା ହାଇ ଫ୍ଲେମ୍ରେ ହିଁ ଆପଣ ଏହାକୁ ପକାଇବେ, ବିଲକୁଲ ବି ଲୋ କରିବେନି। ଏମିତି ଗୋଟେ ପକାଇଲା ପରେ ଆଉ ଗୋଟେ ପକାଇବେ, ସାଙ୍ଗେ ସାଙ୍ଗେ ସବୁ ଗୁଡ଼ାକ ପକାଇବେ ନାହିଁ। ତ ଏମିତି ମାନେ 5ରୁ 7 ମିନିଟ୍ ଭଲ ଭାବରେ ଫୁଟିଲା ପରେ ଆମେ ଟିକେ ସେଇଟା ବନ୍ଦ କରିଦେଇଛେ, ମାନେ ଲିଡ୍ ବନ୍ଦ କରିଦେଇଛେ। ଦେଖନ୍ତୁ ଏବେ ଭଲ ଭାବରେ ଆମର ଛେନାଟି ପୁରା ସିଝିଗଲାଣି, ମାନେ ବଏଲ୍ ହେଇଗଲାଣି। ଆଉ ଏହାର ସାଇଜ୍ ବି ଡବଲ୍ ହେଇଗଲାଣି। ଆପଣ ଟିକେ ଓସାରିଆ ଜାଗା ନେବେ, ଯେମିତିକି ଏଇଟା ଭଲ ଭାବରେ ତା ସହିତ ସିଝିଯିବ, ମାନେ ବଏଲ୍ ହେବ। ଏପଟେ ଦେଖନ୍ତୁ କ୍ଷୀର ମୁଁ 1 ଲିଟର ବଏଲ୍ ହେବା ପାଇଁ ବସାଇ ଦେଇଥିଲି। ଏ କ୍ଷୀରଟି ଭଲ ଭାବରେ ଏମିତି ମାନେ 50% ସିଝିଲା ପର୍ଯ୍ୟନ୍ତ ଆପଣ ଏହାକୁ ବଏଲ୍ କରିବେ। ତ ଗୋଟେ ବାଉଲ୍ରେ ମୁଁ ନେଇଯାଇଛି କ୍ଷୀର ଗୋଟେ ବେଲା, ଆଉ ସେଥିରେ କେଶର ଦେଇଛି। ଆମେ କେଶର ବାଲା କ୍ଷୀର ଏଥିରେ ମାନେ କଲର୍ ପାଇଁ ପକାଇବା, ବହୁତ ବଢ଼ିଆ ବାସ୍ନା ବି ହେବ। ଦେଖନ୍ତୁ ଏବେ ଆମେ ଯେଉଁ କେଶର ରଖିଥିଲେ କ୍ଷୀରରେ, ସେଇଟା ଏବେ ଦେଇଦେବା। ଦେଇସାରିଲା ପରେ ଭଲ ଭାବରେ ଏହାକୁ ସ୍ପାଚୁଲା ସାହାଯ୍ୟରେ ଭଲ ଭାବରେ ମିକ୍ସ କରିବା। ଆଉ ସାଇଡ଼୍ରେ ଯେଉଁ ଲାଗିଥିବା ସର ଗୁଡ଼ାକୁ ଭଲ ଭାବରେ ମିଶାଇ ଦେବା। ତାପରେ ଚିନି ମୁଁ ଏଥିରେ ଏଡ଼୍ କରିଛି, ଆପଣ ମିଠା ଯେତିକି ଦିଅନ୍ତି ସେଇ ହିସାବରେ ଦେବେ। ତ ଦେଇ ସାରିଲା ପରେ ଆମେ ଭଲ ଭାବରେ ମିକ୍ସ କରିବା। ଆଉ ଏଥିରେ ଟିକେ ଗୁଜୁରାତି ପାଉଡ଼ର ଦେଇଛି, 5ରୁ 6ଟିକୁ ଛେଚିକି। ଚିନି ଆପଣ ମୁଁ କହିଛି ଯେତିକି ଆପଣ ମିଠା ଖାଆନ୍ତି ସେତିକି ଦେବେ, ମୁଁ ଅଧା ବାଉଲ୍ ନେଇଛି। ତ ଏବେ ଆମେ ଟିକେ ଡ୍ରାଏ ଫ୍ରୁଟ୍ସ ଦେଇଦେବା। ତ ମୁଁ ଏଠି କାଜୁ ଆଉ ଆଲମଣ୍ଡକୁ ଏମିତି ଛୋଟ ଛୋଟ କରି ସ୍ଲାଇସ୍ କରିଦେଇଛି।
ଏହାକୁ ଦେଇଦେବା। ଆପଣ ଚାହିଁଲେ ପିସ୍ତା ବି ଦେଇପାରିବେ। ତ ଏସବୁକୁ ଦେଲା ପରେ ଭଲ ଭାବରେ ଆମେ କ୍ଷୀର ସହିତ ମିକ୍ସ କରିଦେବା। ଏବେ ମୋର ଦେଖନ୍ତୁ 50% ପୁରା ଭଲ ଭାବରେ ବଏଲ୍ ହେଇଲାଣି ଆଉ ବହଳିଆ ବି ହେଇଗଲାଣି। ଏବେ ଆମେ ଏଇ ଛେନାକୁ ଯେଉଁ ଚିନି ଶିରାରେ ପ୍ରସ୍ତୁତି କରିଥିଲେ ଏମିତି ଗୋଟେ ବେଲା ନେଇକି ପ୍ରେସ୍ କରିଦେବା, ଯାହାଦ୍ୱାରା କି ତା'ର ଜୁସ୍ ଗୁଡ଼ାକ ବାହାରିଯିବ। କେତେ ସଫ୍ଟ ହେଇଛି ମୋ ହାତରେ ଆପଣଙ୍କୁ ଦେଖାଉଛି, ଦେଖନ୍ତୁ। ବହୁତ ହି ଟେଷ୍ଟ ଆଉ ବହୁତ ଇଜି। ସାଙ୍ଗମାନେ ଥରେ କରନ୍ତୁ ଆଉ କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପେ ଜଣାଇବେ। ଦେଖନ୍ତୁ ଗୋଟେ ପ୍ଲେଟ୍ରେ ଆମେ ଏହାକୁ ସର୍ଭିଂ ପ୍ଲେଟ୍ରେ ରଖିଦେଲେ। ତାପରେ ଆମେ ଯେଉଁ କ୍ଷୀର ପ୍ରସ୍ତୁତି କରିଥିଲେ ମାନେ ଆମର ମାନେ ରସମଲେଇ ପାଇଁ ତାକୁ ଦେଇଦେବା ଆଉ ଡ୍ରାଏ ଫ୍ରୁଟ୍ସକୁ ଆମେ ସଜାଇଦେବା। ଏହାକୁ ଫ୍ରିଜ୍ରେ ଆପଣ 4ରୁ 5 ଘଣ୍ଟା ରଖିବେ, ତାପରେ ଆପଣ ଏହାକୁ ଖାଇପାରିବେ। ବହୁତ ଟେଷ୍ଟି ଲାଗିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚିତ ରୂପେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଇନଷ୍ଟାଗ୍ରାମ ଫେସବୁକ୍ ଯଦି ଦେଖୁଛନ୍ତି ନିଶ୍ଚିତ ରୂପେ ଲାଇକ୍ ସେୟାର ଫଲୋ କରିବେ। ଜୟ ଜଗନ୍ନାଥ।